ଆମର ପାଟନାଗଡ଼ କିପରି ଥିଲା? ତ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଅର୍ଥାତ୍ ପ୍ରାୟ ଖ୍ରୀଷ୍ଟପୂର୍ବ 36ରୁ 20 ମଧ୍ୟରେ ମାଳବର ରାଜା ବିକ୍ରମାଦିତ୍ୟ ତ୍ରିକଳିଙ୍ଗ ସମେତ ସମଗ୍ର କେନ୍ଦ୍ର ଓ ପୂର୍ବ ଭାରତକୁ ନିଜ ସାମ୍ରାଜ୍ୟଭୁକ୍ତ କରି ବିଜିତ ରାଜ୍ୟମାନଙ୍କରେ ଜଣେ ଜଣେ ସାମନ୍ତ ରାଜା ନିଯୁକ୍ତ କରି ଶାସନ କରିବାରେ ଲାଗିଲେ। ସେତେବେଳେ କଳିଙ୍ଗ, ତୋସଳ ଓ କୋଶଳକୁ ତ୍ରିକଳିଙ୍ଗ କୁହାଯାଉଥିଲା। ନିଯୁକ୍ତ ସାମନ୍ତଙ୍କର ସୁରକ୍ଷିତ ଶାସନ ନିମିତ୍ତ ରାଜଧାନୀଠାରେ ଏକ ଗଡ଼ ନିର୍ମାଣ କଲେ ଏବଂ ବିକ୍ରମାଦିତ୍ୟଙ୍କ ନାମ ଅନୁସାରେ ଗଡ଼ର ନାମ ବିକ୍ରମଗଡ଼ ଦେଲେ। କୋଶଳ ଏହି ତ୍ରିକଳିଙ୍ଗ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ଥିବାରୁ ଓ ତାର ରାଜଧାନୀଠାରେ ଗଡ଼ ନିର୍ମିତ ହୋଇଥିବାରୁ ଗଡ଼ର ନାମ କୋଶଳଗଡ଼ ମଧ୍ୟ ରଖାଗଲା। ରାଜଧାନୀର ଅନ୍ୟ ଅର୍ଥ ପାଟଣା ହେତୁ ଏହାକୁ ପାଟନାଗଡ଼ ମଧ୍ୟ କୁହାଗଲା। କେହି କେହି ତ୍ରିକଳିଙ୍ଗର ରାଜଧାନୀ ପାଟନାଗଡ଼ଠାରେ ହଠାତ୍ ସ୍ଥିରୀକୃତ ବା ହଠାତ୍ ପତିତ ହେବାରୁ ଏହାକୁ ପତନଗଡ଼ କୁହାଗଲା ଏବଂ ପରବର୍ତ୍ତୀ ସମୟରେ ତାହା ଅପଭ୍ରଂଶ ହୋଇ ପତନଗଡ଼ରୁ ପାଟନାଗଡ଼ରେ ରୂପାନ୍ତରିତ ହେଲା ବୋଲି କହନ୍ତି। ସେ ଯାହା ବି ହେଉ, ପାଟନାଗଡ଼, କୋଶଳଗଡ଼ ଓ ବିକ୍ରମଗଡ଼ ଏହି ତିନୋଟି ନାମରେ ଏହା ନାମିତ ହୋଇଥିଲା। ଉକ୍ତ ଗଡ଼ଟି ଅତ୍ୟନ୍ତ ଚମତ୍କାର ଯୋଜନାରେ ନିର୍ମିତ ହୋଇଥିଲା। ଏହା ଏକ ଯନ୍ତ୍ର ସଦୃଶ ଥିଲା। କୌଣସି ଶତ୍ରୁ ଏହା ମଧ୍ୟରେ ପ୍ରବେଶ କରିବା ସମ୍ଭବ ନଥିଲା। ଗଡ଼ର ଚତୁର୍ଦିଗରେ 4ଗୋଟି ଦ୍ୱାର ଥିଲା, ଯଥା ସିଂହଦ୍ୱାର, ସୋନପୁର ଦ୍ୱାର, ଘାସିଆନ ଦ୍ୱାର ଆଉ ଚୂର୍ଣ୍ଣି ଦ୍ୱାର ବା ଗୁପ୍ତ ଦ୍ୱାର। ଚୂର୍ଣ୍ଣି ଦ୍ୱାର ମୁଖ୍ୟ ପ୍ରବେଶ ଦ୍ୱାର ଦେଇ ପ୍ରବେଶ କରିବାର ଯିଏ ଚେଷ୍ଟା କରେ ତାକୁ ତାର ମୁଣ୍ଡ ହରାଇବାକୁ ପଡ଼ୁଥିଲା, ଅର୍ଥାତ୍ ତାର ମୃତ୍ୟୁ ହେଉଥିଲା। କିନ୍ତୁ ବିପଦ ବେଳେ ଏହି ଦ୍ୱାର ଦେଇ ରାଜପରିବାର ଓ ମୁଖ୍ୟ ରାଜକର୍ମଚାରୀମାନେ ଆତ୍ମଗୋପନ କରିବାର ଏଠି ବ୍ୟବସ୍ଥା ଥିଲା। ଏହି ଗଡ଼ଟିକୁ ସମ୍ପୂର୍ଣ୍ଣ ଭାବେ ଦୁର୍ଭେଦ୍ୟ କରି ସଂରଚନା କରାଯାଇଥିଲା। ଗଡ଼ର ଚତୁଃପାର୍ଶ୍ୱରେ ସମପ୍ରସ୍ଥ ସମଗଭୀରତା ବିଶିଷ୍ଟ ଏକାଧିକ ଖାଇ ଥିଲା। ଖାଇ ସର୍ବଦା ଜଳପୂର୍ଣ୍ଣ ଥିଲା ଓ କୁମ୍ଭୀର ଏବଂ ବିଷାକ୍ତ ଜଳଜୀବ ଏହା ମଧ୍ୟରେ ଛଡ଼ାଯାଉଥିଲା। ଖାଇକୁ ଲାଗି ଭିତର ପାର୍ଶ୍ୱରେ ମାଙ୍କଡ଼ା ପଥର ଓ ମାଟିରେ ନିର୍ମିତ ବଳୟାକାର ଉଚ୍ଚର ଏକ ମାଟି ଆଡ଼ି ଥିଲା ଏବଂ ତାହାରି ଉପରେ କଟଙ୍ଗ ବାଉଁଶ ଘଞ୍ଚ ଭାବରେ ଲଗାଯାଇଥିଲା। କଥିତ ଅଛି, ଉକ୍ତ ବାଉଁଶ ମଧ୍ୟ ଦେଇ ପିମ୍ପୁଡ଼ି ମଧ୍ୟ ପ୍ରବେଶ କରିପାରୁନଥିଲେ। ବଳୟ ଆକୃତିର ଏହି ବାଉଁଶ ବଣ ହିଁ ଗଡ଼ର ସୀମା ନିର୍ଦ୍ଧାରଣ କରୁଥିଲା। ଏହି ବାଉଁଶ ବଣକୁ ଲାଗି ଭିତରେ ଆଉ ଏକ ଅଣଓସାରିଆ ଅଥଚ ଗଭୀର ଖାଇ ଗଡ଼ଟିକୁ ଦୁର୍ଭେଦ୍ୟ କରୁଥିଲା। ପୁଣି ଉକ୍ତ ଖାଇକୁ ଲାଗି ଏକ ଅଣଓସାରିଆ ବଳୟାକୃତି ବାଉଁଶ ବଣ ଗଡ଼ଟିକୁ ସୁଦୃଢ଼ କରୁଥିଲା। ଏହି ଚତୁଃପ୍ରସ୍ଥ ବିଶିଷ୍ଟ ଅଭେଦ୍ୟ ଦୁର୍ଗର ମଝିରେ ରାଜପ୍ରାସାଦଟି ନିର୍ମିତ ଥିଲା। ନିକଟ ଅତୀତରେ ଶ୍ରୀ ଶ୍ରୀ କଲ୍ୟାଣ ଦାସଙ୍କ ଦ୍ୱାରା ଆହୁତ ଯଜ୍ଞ ମଣ୍ଡପର ଦକ୍ଷିଣ ପଶ୍ଚିମରେ ଏବଂ ପ୍ରବଚନ ମଣ୍ଡପକୁ ଲାଗି ଏହି ରାଜପ୍ରାସାଦର ମୂଳଦୁଆ ଏବେ ମଧ୍ୟ ଅଛି, ଯାହାକି ତାର ସାକ୍ଷୀ ଦିଏ। ଏହା ହିଁ ଉକ୍ତ ରାଜପ୍ରାସାଦର ଅବଶେଷ ଅଟେ। ପୁଣି ଯଜ୍ଞ ମଣ୍ଡପ ନିକଟବର୍ତ୍ତୀ ଭଗ୍ନ ଧଳା କ୍ଷୁଦ୍ର ପ୍ରାସାଦଟି ସିଂହଦ୍ୱାର ଥିଲା। ବର୍ତ୍ତମାନ ଗଡ଼ ଭିତର ପଡ଼ା ବା ପାଟଣେଶ୍ୱରୀ ମନ୍ଦିର ଉତ୍ତର ପୂର୍ବ ଦିଗକୁ ଲମ୍ବି ଯାଇଥିବା ପଡ଼ାର ଠିକ୍ ଦକ୍ଷିଣ ପାର୍ଶ୍ୱରେ ରାଣୀ ଅନନ୍ତପୁର ଥିଲା
ଏବେ ମଧ୍ୟ ଏହି ରାଣୀ ଅନନ୍ତପୁର ସାକ୍ଷୀ ଦେବା ପାଇଁ ଇଟା ଓ ଚୂନ ନିର୍ମିତ ଏକ ସ୍ତମ୍ଭ ଓ ମାଟି ଗଦା ମୁଣ୍ଡ ଟେକି ରହିଛି। ରାଣୀମାନଙ୍କ ସ୍ନାନ ନିମନ୍ତେ ଏକ ପୋଖରୀ ଗଡ଼ ମଧ୍ୟରେ ଖୋଲାଯାଇଥିଲା। ପରବର୍ତ୍ତୀ ସମୟମାନଙ୍କର ଶାରଦୀୟ କାର୍ଯ୍ୟ ସମ୍ପନ୍ନ ନିମିତ୍ତ ଏହି ପୋଖରୀ ବ୍ୟବହୃତ ହୋଇ ତାକୁ କୁଆଁରୀ ବନ୍ଧ ମଧ୍ୟ କୁହାଗଲା। କଥିତ ଅଛି ଯେ ଗଡ଼ର ପ୍ରତ୍ୟେକ ଦ୍ୱାରରେ ଅହରହ କଠିନ ପ୍ରହର ଦେବାର ଗୋଟେ ବ୍ୟବସ୍ଥା ଥିଲା। ଗଡ଼ ମଧ୍ୟରେ ଅନ୍ୟ କେହି ପ୍ରବେଶ କରିପାରୁନଥିଲେ। ଅନ୍ୟ ପକ୍ଷରେ ସୁବର୍ଣ୍ଣରେଖା ନଦୀ ଓ ମାୟାବତୀ ନଦୀ ପାଟନାର ପ୍ରାୟ 3 ପାର୍ଶ୍ୱରେ ଘେରି ରହିଛି। ଏହି ନଦୀ ଗଡ଼ ପାଇଁ ସୁରକ୍ଷା କବଚ ରୂପେ କାର୍ଯ୍ୟ କରୁଥିଲା। ଜଳପୂର୍ଣ୍ଣ ଥିଲାବେଳେ ନଦୀରେ 4 ଗୋଟି ଘାଟ ଥିଲା ଏବଂ ସେହି ଘାଟ ଦେଇ ହିଁ ପାଟନାଗଡ଼ରେ ପ୍ରବେଶ କରିବାର ସମ୍ଭାବନା ଥିଲା। ଘାଟମାନଙ୍କ ସୁରକ୍ଷା ଦାୟିତ୍ୱ 4 ଜଣଙ୍କ ଠାରେ ନ୍ୟସ୍ତ ଥିଲା ଏବଂ 4 ଗୋଟି ବିଶିଷ୍ଟ ଗ୍ରାମ ଏମାନଙ୍କୁ ଦିଆଯାଇଥିଲା। ସେହି ଗ୍ରାମଗୁଡ଼ିକର ନାମକରଣ ମଧ୍ୟ ଏହି ଘାଟର ନାମ ଅନୁଯାୟୀ ହୋଇଥିଲା। ସେହି ଘାଟ ଓ ଗ୍ରାମଗୁଡ଼ିକ ହେଲା କୟାଘାଟ, ମୁଦଘାଟ, କୁଦାଲଘାଟ ଆଉ ଗୁଡ଼ିଘାଟ। ଏହି ଗ୍ରାମଗୁଡ଼ିକରେ ସୁରକ୍ଷାର ପ୍ରାଥମିକ ବ୍ୟବସ୍ଥା ମଧ୍ୟ ଥିଲା ଓ ଏହା ପାଟନାଗଡ଼ ଠାରୁ ପ୍ରାୟ ସମାନ ଦୂରତାରେ ବୃତ୍ତାକାରରେ ଥିଲା। ଖ୍ରୀଷ୍ଟପୂର୍ବ 71 ବେଳକୁ ପାଟଣାକୁ କୁଆଁରୀ ପାଟଣା ବୋଲି କହୁଥିଲେ। ସେତେବେଳେ ପାଟନାରେ ଜଣେ ସାମନ୍ତ ରାଜା ମାଧବ ଚନ୍ଦ୍ର ଦେବ ଶାସନ କରୁଥିଲେ। ତାଙ୍କର ଦକ୍ଷିଣ ଦେଶ ନିବାସୀ ଜୈନିକ ଗୁରୁ ଥିଲେ। ତାଙ୍କର ନାମ ଧନ୍ୱନ୍ତରୀ ଥିଲା। ତାଙ୍କର 7 ଜଣ ଶିଷ୍ୟା ଥିଲେ। ସେମାନେ ଯାଦୁ ବିଦ୍ୟାରେ ଅତ୍ୟନ୍ତ ନିପୁଣ ଥିବାରୁ ଓ ଏମାନେ ସମସ୍ତେ ଅବିବାହିତା ବା କୁଆଁରୀ ଥିବାରୁ ପାଟଣାକୁ କୁଆଁରୀ ପାଟଣା ମଧ୍ୟ କହୁଥିଲେ। ଏମାନେ ସମସ୍ତେ ଯାଦୁ ବିଦ୍ୟାରେ ନିପୁଣ ଥିଲେ, ମାତ୍ର ସାତବାହିନୀ ଦେବୀ ଆଦ୍ୟ ନଥିଲେ। ଅବଶ୍ୟ ଭୁଲ କ୍ରମେ ଅନେକ ଏମାନଙ୍କୁ ସାତବାହିନୀ ଆଖ୍ୟା ଦେଇ ଦେବୀ ଭାବରେ ଅଧିଷ୍ଠିତ କରିବାର ଅପଚେଷ୍ଟା କରନ୍ତି, କିନ୍ତୁ ଏମାନେ ମାନବୀ ମାତ୍ର ଥିଲେ। ଯାଦୁ ନିପୁଣା ଜଳସେବୀ ଅବିବାହିତା କନ୍ୟା ଥିଲେ ଏବଂ ମନ୍ତ୍ର ଶକ୍ତିରେ ସିଦ୍ଧି ଲାଭ କରି ଯାହା କହୁଥିଲେ ତାହା ମନ୍ତ୍ର ହୋଇଯାଉଥିଲା, କିନ୍ତୁ ଏମାନେ ସାଧିକା ଥିଲେ, ଦେବୀ ନଥିଲେ। ପୁଣି 13ଶହ ଶତାବ୍ଦୀରେ ବତ୍ସରାଜ ରାଓ, ଯିଏକି 1217ରୁ 47 ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ, ତାଙ୍କରି ସମୟରେ ପାଟନାଗଡ଼ ଏକ ସାମ୍ରାଜ୍ୟରେ ପରିଣତ ହୋଇସାରିଥିଲା। ଏହାର ଅଧୀନରେ ବଣେଇଗଡ଼, ରେଢ଼ାଖୋଲଗଡ଼, ଭେନ୍ଦ୍ରାଗଡ଼, ଶକ୍ତିଗଡ଼, ବାମଣ୍ଡାଗଡ଼, ଢେଙ୍କାନାଳଗଡ଼, ବସ୍ତରଗଡ଼, ବୁଢ଼ାସମ୍ବରଗଡ଼, ଗାଙ୍ଗପୁରଗଡ଼, ଜୟପୁରଗଡ଼, ଅନୁଗୁଳଗଡ଼, ବରଗଡ଼, ଫୁଲଝରଗଡ଼, ବୌଦ୍ଧଗଡ଼, ଦଶପଲ୍ଲାଗଡ଼, ଖେମୁଣ୍ଡିଗଡ଼ ଓ ପାଲହଡ଼ାଗଡ଼ ଆଦି 18ଟି ଗଡ଼ ଥିଲା। ଆଉ ସମସ୍ତ ଗଡ଼ରେ ଜଣେ ଜଣେ ସାମନ୍ତ ରାଜା ଥିଲେ ଆଉ ରାଜଧାନୀ ଥିଲା ପାଟନାଗଡ଼। କିନ୍ତୁ ଦୁର୍ଭାଗ୍ୟର କଥା ଯେ ପାଟନାଗଡ଼ରୁ ବଲାଙ୍ଗୀରକୁ 1871 ମସିହାରେ ରାଜଧାନୀ ସ୍ଥାନାନ୍ତରିତ କରାଗଲା। ସେତେବେଳେ ଚୌହାନ ବଂଶର ରାଜାମାନେ ଦୁର୍ବଳ ହୋଇସାରିଥିଲେ ଆଉ ପାଟନାର ଚୌହାନ ରାଜା ସୁରପ୍ରତାପ ଦେଓ ତାଙ୍କର ଆକସ୍ମିକ ମୃତ୍ୟୁ ପରେ 1871ରେ ହିଁ ପାଟଣା ରାଜ୍ୟକୁ କୋର୍ଟ ଅଫ୍ ୱାର୍ଡସ୍ କରାଗଲା ଓ ସମସ୍ତ ଶାସନ ଭାର ଇଂରେଜମାନଙ୍କ ହାତକୁ ଚାଲିଗଲା। ତେଣୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ନିର୍ମିତ ପାଟନାଗଡ଼ର ରାଜ୍ୟର ରାଜଧାନୀ ସବୁଦିନ ପାଇଁ ବଲାଙ୍ଗୀର ଚାଲିଯିବାରୁ ଏହି ପଶ୍ଚିମ ଓଡ଼ିଶାର ପ୍ରାଚୀନତମ ସହରଟି ଶ୍ରୀହୀନ ହୋଇପଡ଼ିଲା। ଗଡ଼ଟି ଉଜୁଡ଼ିଗଲା। ମାଟି ଓ ସାଧାରଣ କଚା ଇଟାରେ ନିର୍ମିତ ରାଜପ୍ରସାଦ ଓ ରାଣୀ ଅନ୍ତପୁର ରକ୍ଷଣାବେକ୍ଷଣ ଅଭାବରୁ ଭୁଷୁଡ଼ି ପଡ଼ିଲା ଏବଂ ମାଟି ଗଦାରେ ପରିଣତ ହୋଇଗଲା। କିନ୍ତୁ ପୋଡ଼ା ଇଟାରେ ନିର୍ମିତ ରାଜପ୍ରାସାଦର ମୂଳଦୁଆ
ଏବେ ମଧ୍ୟ ସ୍ପଷ୍ଟ ବାରି ହୁଏ। 56 ସାଲରେ ଦୁର୍ଭିକ୍ଷ ବେଳେ ପଟଙ୍ଗ ବାଉଁଶ ଗଛରେ ଫଳ ଫଳି ତାହା ମରିଯାଇଥିଲା। ଖାଇଟି ବିଭିନ୍ନ ପ୍ରଜାଙ୍କ ଦ୍ୱାରା କୃଷି କ୍ଷେତ୍ରରେ ପରିଣତ ହେଲା। ଯନ୍ତ୍ର ଆକୃତିରେ ନିର୍ମିତ ଏହି ଗଡ଼ଟି ଶ୍ରୀହୀନ ହୋଇପଡ଼ିବାର ସୁଯୋଗ ନେଇ କେତେଜଣ ବୁଦ୍ଧିଜୀବୀ କୌଶଳକ୍ରମେ ଗଡ଼ ମଧ୍ୟ ଜମିକୁ ନିଜ ଅକ୍ତିଆରଭୁକ୍ତ କରିଥିବାର ଅତ୍ୟନ୍ତ ଦୁଃଖର ବିଷୟ। ଏହିପରି ଭାବରେ ପାଟଣାଗଡ଼ର ଉତ୍ଥାନ ଆଉ ପତନ ହୋଇଥିଲା।